ଶାଶୁ ବୋହୂ ରେଡି ହେଇ ଚାଲିଲୁ ବୁଲିବାକୁ। ତ ଆଜି ସନ୍ଧ୍ୟାରେ ସଜବାଜ ହେଇ ମୁଁ ବାହାରିଲି ମୋ ଶାଶୁ ଘରକୁ। ଆଉ ସାଙ୍ଗରେ ଥିଲେ ପଣ୍ଡା ବାବୁ ଆଉ ଦିଅର ବାବୁ। ଭୁବନେଶ୍ୱରରୁ ମୋ ଶାଶୁ ଘର ପହଞ୍ଚିବାକୁ ବହୁତ ଟାଇମ୍ ଲାଗେ। ତ ସେଥିଲାଗି ବାଟରେ ଟିକେ ଖାଇକି ଯିବୁ ବୋଲି ଭାବି ଗୋଟେ ହୋଟେଲ ପାଖରେ ଯାଇ ପହଞ୍ଚିଲୁ। ଆଉ ଆଜି ସାଧା ଖାଇବାର ଥିବା ହେତୁ ଗୋଟେ ସମ୍ପୂର୍ଣ୍ଣ ନିରାମିଷ ରେଷ୍ଟୁରାଣ୍ଟକୁ ହିଁ ଯାଇଥିଲୁ। ସେଠାରେ ନିଜ ନିଜର ପସନ୍ଦ ହିସାବରେ ସମସ୍ତେ କିଛି କିଛି ମଗେଇକି ଖାଇ ଦେଇଥିଲୁ। ଶାଶୁ ଘରେ ଯାଇ ପହଞ୍ଚିଲା ବେଳକୁ ରାତି ବହୁତ ହେଇଯାଇଥିଲା। ତ ବାପା ଆମର ଶୋଇପଡ଼ିଥିଲେ। ହେଲେ ଛୁଆମାନେ ଘରେ ନ ପହଞ୍ଚିଲା ଯାଏ କୋଉ ମାର ଆଖିକୁ ବି ନିଦ ନଥାଏ। ଘରେ ଗୋଟେ ରାତି ରେଷ୍ଟ ନେଲା ପରେ ଆମେ ମାଙ୍କୁ ବୁଲେଇ ନେଇ ଯାଇଥିଲୁ ତାଙ୍କ ବାପ ଘରକୁ, ମାନେ ମୋ ମଳାସୁରଙ୍କ ଘରକୁ। ମୋ ସ୍ୱାମୀଙ୍କର ପିଲାବେଳର ବହୁତ ଟାଇମ୍ ତାଙ୍କ ମାମୁଁ ଘରେ ହିଁ କଟିଛି। ତ ସେଥିଲାଗି ଯେତେବେଳେ ଘରକୁ ଆସିଲେ ବି ତାଙ୍କୁ ସେଠିକି ନ ଗଲେ ଜମାରୁ ବି ଭଲ ଲାଗେନି। ପ୍ରଚଣ୍ଡ ଖରା ତାପରୁ ରକ୍ଷା ପାଇବା ପାଇଁ ବାଟରେ ଟିକେ ଲସି ପାନ କରିଥିଲୁ। ଆଉ ତାପରେ ମା ଆଉ ମୁଁ ସୁଡୁଲକୁ ଧରି ଯାଇ ପହଞ୍ଚି ଯାଇଥିଲୁ ମାମୁଙ୍କ ଘରେ। ଇଏ ହେଉଛନ୍ତି ମୋର ମାଇଁ ଶାଶୁ ଆଉ ତାଙ୍କ ଝିଅ ରିତୁ, ମାନେ ସମ୍ପର୍କରେ ମୋର ନଣନ୍ଦ। ଆଉ ଇଏ ହେଉଛନ୍ତି ମୋର ଜଣେ ଦିଅର ମନୁ, ଯିଏକି ଏବେ ନୂଆ ନୂଆ ବ୍ୟବସାୟରେ ପାଦ ଦଉଛନ୍ତି। ତାପରେ ଆମେ ମାନେ ଯାଇ ପହଞ୍ଚି ଯାଇଥିଲୁ ମୋ ଆଈ ଶାଶୁଙ୍କ ପାଖରେ। ଝିଅ ବୋହୂ ନାତି ନାତୁଣୀ ନାତୁଣୀ ବୋହୂ ଅଣନାତି ସମସ୍ତଙ୍କୁ ଦେଖି ଆଜି ଆଈଙ୍କ ଗୋଡ଼ ଖୁସିରେ ତଳେ ଲାଗୁନଥାଏ। ତାଙ୍କୁ ଦେଖି ଲାଗୁଥିଲା ଯେମିତିକି ବୟସର ଏଇ ଅପରାହ୍ନ ସମୟରେ ଏମିତିକା ଏକ ମୁହୂର୍ତ୍ତକୁ ସେ କେବେଠୁ ହିଁ ଚାହିଁକି ରହିଥିଲେ। ଆଉ ଆମ ପଣ୍ଡା ବାବୁ ଏଇଠି ସୁଡୁଲର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ। ମାମୁଁ ଘରୁ ଫେରିବା ପରେ ଆମେ ମାନେ ଯାଇଥିଲୁ ମୋର ଜଣେ ବଡ଼ ବାପା ଶ୍ୱଶୁରଙ୍କ ଘରକୁ ଖାଇବା ପାଇଁ। ଆଉ ଖାଇ ପିଇ ସାରି ଘରକୁ ଫେରି ଆସିଥିଲୁ। ଭିଡିଓ ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।